वेलकम टू प्रशिक्षण साथी 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 साथी। सदाप्रभुर पवित्र नाम गौरव प्रशंसा है। आपण मानू प्रभु जीशु कृष्ण नाम रे स्वागत जनाए। आ विशेषकर प्रभु जीशु कृष्ण जन्मदिन उपलक्षे आम बाइबल प्रत्येक पुस्तक आम शिक्षा पाई आसुचु। विशेषकर आपण माने एवं आम समस्ते आदि पुस्तक गणना पुस्तक द्वितीय विवरण पर्यंत प्रभु जीशु कृष्ण विषय आम शुणी पुरातन नियम रे प्रभु जीशु ख्रीष्ट क्यों प्रकार प्रकाशित होती आम ध्यान कर। आसतु आज आम जिओसियो पुस्तक ठारू एस्टर विवरण पुस्तक पर्यंत प्रभु जीशु ख्रीष्ट क्यों प्रकार प्रकाशित होती आम ध्यान करवा। आसतु आम प्रार्थना सहित समय को विशेषकर ध्यान समय को आम आरंभ कर। अनुग्रहकारी पिता परमेश्वर तुमको धन्यवाद दौचु। प्रभु तुम्हें महान परमेश्वर हो, समय समय रे तुम्हें अपना प्रकाश कर निकट में प्रभु तुम्हारी वाक्य द्वारा अपना प्रकाशित कर तुमको धन्यवाद दौचु। प्रभु ये समय को तुम्हें आशीर्वाद करो। तुम्हारी वाक्य ध्यान करवा समस्त को प्रभु तुम्हें दया करो। तुम्हें आम निकट में प्रकाशित हो। हाँ प्रभु तुम्हें साहाय्य करो। विशेषकर तुम्हारी स्वर शुणा को दियो आरंभ शेष पर्यंत तुम्हें आम हृदय आम आत्मा कार्य करो। जीशु को नाम रे मांगो पिता। आसतु जिओसियो को पुस्तक आम ध्यान करवा। ये जिओसियो को पुस्तक प्रभु जीशु को आम क्यों प्रकार देखी पार। प्रभु जीशु को उपस्थिति और क्यों प्रकार आम देखी पार ताहा आम जिओसियो को पुस्तक 5 पर्व 13 और 14 पदरे आम देखु। जिओसियो जड़े पुरुष को देखुं से पुरुष को से पचारे आप किए से बेले से अपना परिचय देउछंती। से अपना परिचय देउछंती आम सदा प्रभु सैन्यर सेनापति। आम सदा प्रभु सैन्यर सेनापति। सदा प्रभु सैन्यर सेनापति बोली निजर परिचय देव। प्रभु जीशु यही प्रकार प्रकाशित होती जिओसियो पुस्तक जे से सदा प्रभु सैन्यर सेनापति। से समस्त युद्ध रे से नेतृत्व करी इस्राएल लोक को जय प्रदान कर। जिओसियो पुस्तक प्रभु जीशु उपस्थिति ए प्रकार अच्छी सदा प्रभु सैन्यर सेनापति। ठीक से प्रकार प्रकाश वाक्य 19 पर्व 11 और 14 पद मध्य देखु स्वर्गस्थ सैन्य बाहिनी सेनापति।
ପ୍ରଭୁ ଯୀଶୁଙ୍କର ଅଦ୍ୱିତୀୟ ଆଗମନରେ ଆଉ ଶେଷ ଯୁଦ୍ଧରେ ଶୈତାନ ଓ ତାର ଦଳକୁ ଆଉ ପ୍ରଭୁଙ୍କର ବିରୁଦ୍ଧାଚାରୀ ସମସ୍ତଙ୍କୁ ସେ ପରାଜୟ ସମସ୍ତଙ୍କ ବିରୁଦ୍ଧରେ ସେ ଯୁଦ୍ଧ କରି ଆଉ ସେ ଜୟ ଉଠାଇଲେ। ଝିଅଶିଙ୍କ ପୁସ୍ତକରେ ପ୍ରଭୁଙ୍କର ଉପସ୍ଥିତି ସଦାପ୍ରଭୁଙ୍କ ସୈନ୍ୟର ସେନାପତି ସ୍ୱରୂପ। ଆସନ୍ତୁ ଆମେମାନେ ବିଚାରକର୍ତ୍ତାମାନଙ୍କ ବିବରଣ ଧ୍ୟାନ କରିବା। ଆସନ୍ତୁ ବର୍ତ୍ତମାନ ଏ ବିଚାରକର୍ତ୍ତାମାନଙ୍କ ବିବରଣ ଏହି ପୁସ୍ତକରେ ଆମେ 3 ପର୍ବ 9 ପଦକୁ ଆମେ ଲକ୍ଷ୍ୟ କରିବା। ବିଚାରକର୍ତ୍ତା 3 ପର୍ବ 9 ପଦରେ ଏ ପ୍ରକାର ଲେଖା ଅଛି, ଏଉତାରେ ଇସ୍ରାଏଲ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରନ୍ତେ, ସଦାପ୍ରଭୁ ଇସ୍ରାଏଲ ସନ୍ତାନଙ୍କ ପାଇଁ କାଲମଙ୍କର କନିଷ୍ଠ ଭ୍ରାତା କଣସର ପୁତ୍ର ଅତ୍ମୀୟଙ୍କୁ ଉଦ୍ଧାରକର୍ତ୍ତା ରୂପେ ଉତ୍ପନ୍ନ କଲେ ଓ ସେ ସେମାନଙ୍କୁ ଉଦ୍ଧାର କଲେ। ଯେତେବେଳେ ମନ ପରିବର୍ତ୍ତନ କରି ସଦାପ୍ରଭୁଙ୍କ ନିକଟରେ ଇସ୍ରାଏଲ ଲୋକମାନେ କ୍ରନ୍ଦନ କରନ୍ତେ, ସଦାପ୍ରଭୁ ଜଣେ ଉଦ୍ଧାରକର୍ତ୍ତାଙ୍କୁ ଉତ୍ପନ୍ନ କଲେ ବୋଲି ଆମେ ଦେଖୁଅଛୁ। ଉଦ୍ଧାରକର୍ତ୍ତାଙ୍କୁ ଉତ୍ପନ୍ନ କରୁଅଛନ୍ତି। ଏହାଦ୍ୱାରା ସଦାପ୍ରଭୁ ଆପଣା ଲୋକମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଉଦ୍ଧାରକର୍ତ୍ତାଙ୍କୁ ଉତ୍ପନ୍ନ କରିବା ଦ୍ୱାରା ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଉପସ୍ଥିତି ଆମେ ଏହାଦ୍ୱାରା ଆମେ ଜାଣିପାରୁଛୁ। ଏ ସଦାପ୍ରଭୁଙ୍କର ଯୋଜନାକୁ ମଧ୍ୟ ଆମେ ବୁଝିପାରୁଛୁ ଯେ କେବଳ ଇସ୍ରାଏଲ ଲୋକମାନଙ୍କୁ ଉଦ୍ଧାର କରିବେ ତାହା ନୁହେଁ, ଆଉ ସମସ୍ତ ଜଗତର ଲୋକମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଆଉ ପ୍ରଭୁ ଯୀଶୁ ଯେ ଉଦ୍ଧାରକର୍ତ୍ତା ସ୍ୱରୂପେ ସେ ଆସିବେ। ଇସ୍ରାଏଲ ଲୋକମାନେ ବାରମ୍ବାର ଝୁଣ୍ଟି ପଡ଼ୁଥିଲେ, କିନ୍ତୁ ସେମାନେ କ୍ରନ୍ଦନ କରିବା ସମୟରେ ପ୍ରଭୁଙ୍କର ନିକଟବର୍ତ୍ତୀ ହେବା ସମୟରେ ସଦାପ୍ରଭୁ ସେମାନଙ୍କୁ ଜଣେ ଉଦ୍ଧାରକର୍ତ୍ତାଙ୍କୁ ଉତ୍ପନ୍ନ କରୁଥିଲେ। ଠିକ୍ ସେ ପ୍ରକାର ପ୍ରଭୁ ଯୀଶୁ ସାରା ଜଗତର ଉଦ୍ଧାରକର୍ତ୍ତା ଅଟନ୍ତି। ସେ ସାରା ଜଗତର ଉଦ୍ଧାରକର୍ତ୍ତା ଅଟନ୍ତି। ପ୍ରଭୁ ଯୀଶୁ ଆମମାନଙ୍କୁ ଉଦ୍ଧାର କରନ୍ତି। ସେ ଆମମାନଙ୍କୁ ଉଦ୍ଧାର କରନ୍ତି। ଉଦ୍ଧାରକର୍ତ୍ତା ସ୍ୱରୂପେ ଉତ୍ପନ୍ନ କରୁଥିବା ସଦାପ୍ରଭୁ ପରମେଶ୍ୱର ଯେ ପ୍ରଭୁ ଯୀଶୁଙ୍କୁ ସାରା ଜଗତର ଉଦ୍ଧାରକର୍ତ୍ତା ସ୍ୱରୂପେ ସେ ଉତ୍ପନ୍ନ କଲେ, ତାହା ସେଦିନ ଶିଷ୍ୟମାନେ ଆଉ ଜାଣିପାରିଲେ ନାହିଁ। ପିତାଙ୍କର ଦର୍ଶନ ପାଇବା ନିମନ୍ତେ ସେମାନେ ପ୍ରଭୁ ଯୀଶୁଙ୍କୁ ଅନୁରୋଧ କରୁଥିଲେ। ଯୀଶୁ କହିଲେ, ଯେ ମୋତେ ଦର୍ଶନ କରିଅଛି ସେ ପିତାଙ୍କୁ ଦର୍ଶନ କରୁଅଛି। ସେ ଆମମାନଙ୍କର ଆତ୍ମିକ ଜୀବନର ଉଦ୍ଧାରକର୍ତ୍ତା, ସେ ଶକ୍ତିଶାଳୀ ଉଦ୍ଧାରକର୍ତ୍ତା ଅଟନ୍ତି। ସେ ଆମମାନଙ୍କୁ ସମସ୍ତ ପାପରୁ ଉଦ୍ଧାର କରିବେ। ସେ ଉଦ୍ଧାରକର୍ତ୍ତା ପରମେଶ୍ୱର। ବିଚାରକର୍ତ୍ତାମାନଙ୍କର ବିଷୟରେ ଆମେ ଦେଖିବା ଯେ ପ୍ରଭୁ ଯୀଶୁ ଜଣେ ଶକ୍ତିଶାଳୀ ଉଦ୍ଧାରକର୍ତ୍ତା ସ୍ୱରୂପେ ସେ ପ୍ରକାଶିତ ହୋଇଅଛନ୍ତି। ଆଉ ପୂର୍ବରୁ ତାହା ପ୍ରକାଶ ମଧ୍ୟ କରାଯାଇଛି। ଆସନ୍ତୁ ବର୍ତ୍ତମାନ ଆମେ ଋତୁର ବିବରଣ ପୁସ୍ତକ ଆମେ ଦେଖିବା। ଆମେ ବୟଜଙ୍କୁ ଏ ପ୍ରକାର ଆମେ ଦେଖୁଅଛୁ ଯେ ନୟମୀ ଆଉ ରୁଥ ଏ ଉଭୟଙ୍କର ଜୀବନରେ ସେ ମୁକ୍ତିକର୍ତ୍ତା ସ୍ୱରୂପେ ପ୍ରକାଶ ପାଉଛନ୍ତି। ସେ ମୁକ୍ତିକର୍ତ୍ତା ଖ୍ୟାତି ଅଟନ୍ତି। ଆମେ ଦେଖୁଅଛୁ ନୟମୀ ଆଉ ଦୁଃଖରେ ଫେରି ଆସିଲେ। ବୟଜ ଋତୁଙ୍କୁ ବିବାହ କରିବା ଦ୍ୱାରା ନୟମୀର ଦୁଃଖ ଦୂର ହେଲା। ଆଉ ବିଜାତୀୟ ଋତୁ ସେ ଇସ୍ରାଏଲ ଲୋକମାନଙ୍କ ସହିତ ଗ୍ରହଣ କରାଗଲେ। ଏହାଦ୍ୱାରା
ଯେ ବୟାଜ ଜଣେ ମୁକ୍ତିକର୍ତ୍ତା ଖ୍ୟାତି ଅଟନ୍ତି। ସେ ସ୍ୱଜାତି ନୟମୀର ଦୁଃଖକୁ ମଧ୍ୟ ସେ ଦୂର କଲେ। ଆଉ ବିଜାତୀୟ ଋତଙ୍କର ଜୀବନରେ ମଧ୍ୟ ସେ ଆଶୀର୍ବାଦ ପାତ୍ର ହେଲେ। ଏହାଦ୍ୱାରା ଆମେ ବୁଝିପାରୁଛୁ ଯେ ପ୍ରଭୁ ଯୀଶୁ ମୁକ୍ତିକର୍ତ୍ତା ଖ୍ୟାତି ଅଟନ୍ତି। ସେ ଜିହୁଦୀମାନଙ୍କୁ, ଇସ୍ରାଏଲ ଲୋକମାନଙ୍କୁ ଏବଂ ସମସ୍ତ ଜଗତର ଲୋକମାନଙ୍କୁ ସେ ପାପରୁ ଉଦ୍ଧାର କରିବା ପରମେଶ୍ୱର। ସେ ସମସ୍ତଙ୍କର ମୁକ୍ତିକର୍ତ୍ତା ଅଟନ୍ତି। ଋତୁର ବିବରଣ 4 ପର୍ବ 14 ପଦରେ ଆମେ ଦେଖୁଅଛୁ। ଋତୁର ବିବରଣ 4 ପର୍ବ 14 ପଦରେ ତାଙ୍କର ବିଷୟରେ ଲେଖା ଅଛି। ଏଣୁ ସ୍ତ୍ରୀମାନେ ନୟମୀକୁ କହିଲେ, ଧନ୍ୟ ସଦାପ୍ରଭୁ, ସେ ଆଜି ତୁମକୁ ମୁକ୍ତିକର୍ତ୍ତା ଖ୍ୟାତିହୀନ କରିନାହାନ୍ତି। ତୁମକୁ ମୁକ୍ତିକର୍ତ୍ତା ଖ୍ୟାତିହୀନ କରିନାହାନ୍ତି। ଆଉ ବୟାଜଙ୍କର ସେଇ ବଂଶରେ ଆମେ ଦେଖୁଅଛୁ ସେ ତାଙ୍କର ପୁଅର ନାମ ଅବେଦ, ଆଉ ଅବେଦର ପୁତ୍ର ଯିସି, ଆଉ ଯିସିର ପୁତ୍ର ଦାଉଦ। ଏହି ପ୍ରକାର ଯେ ସଦାପ୍ରଭୁ ଯେଉଁ ଯୋଜନା କରିଅଛନ୍ତି, ଆଉ ସେଇ ଯୋଜନା ଋତୁର ବିବରଣ ପୁସ୍ତକରେ ସଫଳ କରୁଛନ୍ତି। ଜିହୁଦୀମାନଙ୍କୁ ଏବଂ ବିଜାତୀୟମାନଙ୍କୁ ସେ ଉଦ୍ଧାର କରିବେ। ସମସ୍ତଙ୍କର ମୁକ୍ତିକର୍ତ୍ତା ଅଟନ୍ତି। ପ୍ରଭୁ ଯୀଶୁଙ୍କୁ ମୁକ୍ତିକର୍ତ୍ତା ସ୍ୱରୂପେ ଆମେ ଋତୁର ବିବରଣ ପୁସ୍ତକରେ ଦେଖୁଅଛୁ। ଆସନ୍ତୁ ଆମେ ସାମୁଏଲଙ୍କ ପ୍ରଥମ ପୁସ୍ତକ ଆମେ ଦେଖିବା। ସାମୁଏଲଙ୍କ ପ୍ରଥମ ପୁସ୍ତକ, ଏହି ପୁସ୍ତକରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଉପସ୍ଥିତି ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବିଷୟରେ ଆମେ କେଉଁ ପ୍ରକାର ଆମେ ବୁଝିପାରିବା, ତାଙ୍କର ପ୍ରକାଶ କ'ଣ, ତାହା ଆମେ ଧ୍ୟାନ କରିବା। ପ୍ରଥମ ସାମୁଏଲ 2 ପର୍ବ 10 ପଦରେ ଏ ପ୍ରକାର ଲେଖା ଅଛି ଯେ ସଦାପ୍ରଭୁ अपना राजा को बड़ देवे, पुणी अपना अभिषेक को श्रृंग उन्नत करेंगे। जो राजा के विषय कह जाए, सदाप्रभु अपना राजा को बड़ देवे, पुणी अपना अभिषेक को श्रृंग उन्नत करेंगे। ठीक से प्रकार से प्रथम सामुएल 2 पर्व 35 पर्व पद देखा। 2 पर्वर 35 पद, आमे अपना निमंते एक विश्वस्त जाजक उत्पन्न करवा, से आम मन आम हृदय अनुसार कर्म करेंगे। भविष्यवाणी कह जाए, सदाप्रभु परमेश्वर कहते जे आमे अपना निमंते एक विश्वस्त जाजक उत्पन्न करवा। 2 पर्वर 10 पदरे राजा विषय लिखा है और 35 पदरे आम देखुचु जड़े विश्वस्त जाजक उत्पन्न करवा। विश्वस्त जाजक उत्पन्न करवा जो राजा से राजा श्रृंग उन्नत करवा। प्रभु जीशु आमर परित्राणर श्रृंग अटंती, आमर परित्राणर श्रृंग अटंती। अपना निमंते एक विश्वस्त जाजक उत्पन्न करवा, जड़े अभिषिक्त राजा एवं जड़े जाजक, अभिषिक्त राजा एवं जड़े जाजक उत्पन्न करवा बोली सदाप्रभु परमेश्वर कहते। प्रभु जीशु एक विश्वस्त जाजक, प्रभु जीशु एक विश्वस्त जाजक, यह आम देखा। एब्री 2 पर्व
17 ଏବଂ 18 ପଦକୁ ଆମେ ଲକ୍ଷ୍ୟ କଲେ ଆଉ ଏଭ୍ରି 2 ପର୍ବର 17 ପଦ ସେ ଜଣେ ଦୟାଳୁ ବିଶ୍ୱସ୍ତ ମହାଯାଜକ ହୋଇଅଛନ୍ତି। ପ୍ରଭୁ ଯୀଶୁ ଜଣେ ଦୟାଳୁ ବିଶ୍ୱସ୍ତ ମହାଯାଜକ। ଆସନ୍ତୁ ଆମେ ସାମୁଏଲଙ୍କ ଦ୍ୱିତୀୟ ପୁସ୍ତକ ଆମେ ଦେଖିବା। ପ୍ରଭୁ ଯୀଶୁ ଦାଉଦଙ୍କର ସନ୍ତାନ। ହଁ, ସେ ପିତା ପରମେଶ୍ୱରଙ୍କର ପ୍ରିୟ ପୁତ୍ର ଥିଲେ। ସେ ପରାତ୍ପରଙ୍କ ପୁତ୍ର, ସେ ଦାଉଦଙ୍କର ସନ୍ତାନ। କାରଣ ଦାଉଦଙ୍କ ସହିତ ସଦାପ୍ରଭୁ ପରମେଶ୍ୱର এই ନିୟମ ସ୍ଥାପନ କରିଥିଲେ, ପ୍ରତିଜ୍ଞା କରିଥିଲେ ଯେ ତୁମର ଔରସ ଜାତ ବଂଶକୁ ଆମେ ତୁମ ଉତ୍ତାରେ ସ୍ଥାପନ କରିବା, ତାହାର ରାଜ୍ୟ ସିଂହାସନ ଅନନ୍ତ କାଳ ସ୍ଥାୟୀ କରିବା। ଏହା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମରେ ସଫଳ ହୋଇଛି। ପ୍ରଭୁ ଯୀଶୁ ପରାତ୍ପରଙ୍କ ପୁତ୍ର, ସେ ଦାଉଦଙ୍କର ପୁତ୍ର। ସାମୁଏଲ ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକ ଆଉ ସେ ଦ୍ୱିତୀୟ ପୁସ୍ତକରେ ଆମେ ଦେଖୁଅଛୁ ପ୍ରଭୁ ଯୀଶୁ ଦାଉଦଙ୍କର ପୁତ୍ର ସ୍ୱରୂପେ ସେ ପ୍ରକାଶିତ ହୋଇଅଛନ୍ତି। ଆସନ୍ତୁ ଆମେ ରାଜାବଳୀର ପ୍ରଥମ ପୁସ୍ତକ ଆମେ ଦେଖିବା। ପ୍ରଥମ ରାଜାବଳୀରେ ପ୍ରଭୁ ଯୀଶୁଙ୍କୁ ଏହି ପ୍ରକାର ଆମେ ଦେଖୁଅଛୁ ଯେ ମନୁଷ୍ୟମାନଙ୍କ ମଧ୍ୟରେ ବାସକାରୀ ପରମେଶ୍ୱର, ମନୁଷ୍ୟମାନଙ୍କ ମଧ୍ୟରେ ବାସ କରିବା ପରମେଶ୍ୱର। ସେଥିପାଇଁ ପ୍ରଭୁ ଯୀଶୁଙ୍କୁ ନାମ ଦିଆଗଲା ସେ ଇମ୍ମାନୁଏଲ ପରମେଶ୍ୱର, ଆମମାନଙ୍କ ସହିତ ଈଶ୍ୱର। ସେ ଆମମାନଙ୍କ ସହିତ ବାସ କରିବା ପରମେଶ୍ୱର, ଆମମାନଙ୍କ ସହିତ ବାସ କରିବା ପରମେଶ୍ୱର। ସେ ପ୍ରକାର ପ୍ରଥମ ରାଜାବଳୀ 6 ପର୍ବ 37 ଏବଂ 38 ପଦକୁ ଆମେ ଦେଖିବା ଯେ ସଦାପ୍ରଭୁଙ୍କ ନିମନ୍ତେ ଯେଉଁ ଗୃହ ସଲୋମନ ରାଜା ନିର୍ମାଣ କଲେ, ସଦାପ୍ରଭୁଙ୍କ ନିମନ୍ତେ ସଲୋମନ ରାଜା ଯେଉଁ ମନ୍ଦିର ନିର୍ମାଣ କଲେ, ତାହା ଆମେ ଦେଖୁଅଛୁ। ସେ ମନ୍ଦିର ନିର୍ମାଣ କରିବା ନିମନ୍ତେ ପ୍ରାୟ 7 ବର୍ଷ ଲାଗିଲା ବୋଲି ଆମେ ଦେଖୁଅଛୁ। ସେ ସଲୋମନ ରାଜା ସେ ବହୁତ ପରିଶ୍ରମ କଲେ, 7 ବର୍ଷ ପରିଶ୍ରମ କଲେ ସଦାପ୍ରଭୁଙ୍କ ନିମନ୍ତେ ଗୋଟିଏ ଗୃହ ନିର୍ମାଣ କରିବା ନିମନ୍ତେ, ଗୃହ ନିର୍ମାଣ କରିବା ନିମନ୍ତେ। ଆମେ ଦେଖୁଅଛୁ ସଦାପ୍ରଭୁ ଆମମାନଙ୍କ ସହିତ ବାସ କରିବା ପରମେଶ୍ୱର, ସେ ଆମମାନଙ୍କ ସହିତ ବାସ କରିବା ପରମେଶ୍ୱର, ସେ ଇମ୍ମାନୁଏଲ ଈଶ୍ୱର। ସେ ଆମମାନଙ୍କ ସହିତ କେଉଁ ପ୍ରକାର ବାସ କରିବେ? ସେ ଆମମାନଙ୍କର ଅନ୍ତଃକରଣରେ ବାସ କରିବା ପରମେଶ୍ୱର। ସେଥିପାଇଁ ପାଉଲଙ୍କ ଦ୍ୱାରା ପ୍ରଭୁ ଏହା ପ୍ରକାଶ କଲେ ଯେ ପ୍ରଥମ କୋରିନ୍ଥୀୟ 3 ପର୍ବ 16 ପଦରେ ଆମେ ଦେଖୁଅଛୁ। ପ୍ରଥମ କୋରିନ୍ଥୀୟ 3 ପର୍ବ 16 ପଦରେ ତୁମମାନେ କି ଜାଣନି ଯେ ତୁମମାନେ ଈଶ୍ୱରଙ୍କ ମନ୍ଦିର ଆଉ ଈଶ୍ୱରଙ୍କ ଆତ୍ମା ତୁମମାନଙ୍କ ଅନ୍ତରରେ ବାସ କରନ୍ତି। ସେ ଆମମାନଙ୍କ ଅନ୍ତରରେ ବାସ କରନ୍ତି, ସେ ଆମମାନଙ୍କ ସହିତ ଈଶ୍ୱର, ସେ ଆମମାନଙ୍କ ଅନ୍ତରରେ ବାସ କରିବା ପରମେଶ୍ୱର। ପ୍ରଥମ ରାଜାବଳୀ ପୁସ୍ତକରେ ସେ ମନୁଷ୍ୟମାନଙ୍କ ସହିତ ବାସ କରିବା ପରମେଶ୍ୱର ସ୍ୱରୂପେ ସେ ପ୍ରକାଶିତ ହୋଇଅଛନ୍ତି। ପ୍ରଭୁ ଯୀଶୁ ଇମ୍ମାନୁଏଲ ପରମେଶ୍ୱର ଆମମାନଙ୍କ ସହିତ ଈଶ୍ୱର ଭଳି ଆମେ ମାତୃ ଲିଖିତ ସୁସମାଚାର ପ୍ରଥମ ପର୍ବରେ ଆମେ ଦେଖୁଅଛୁ। ସେ ଆମମାନଙ୍କ ସହିତ ବାସ କରିବା ପରମେଶ୍ୱର, ସେ ଆମମାନଙ୍କୁ ମନ୍ଦିର ସ୍ୱରୂପେ ସେ ନିଯୁକ୍ତ କରିଅଛନ୍ତି। ଆମେମାନେ ଈଶ୍ୱରଙ୍କ ମନ୍ଦିର, ଆମମାନଙ୍କ ମଧ୍ୟରେ ବାସ କରିବା ପରମେଶ୍ୱର। ପ୍ରଭୁ ଯୀଶୁ ଆମମାନଙ୍କର ଅନ୍ତଃକରଣରେ ବାସ କରୁଅଛନ୍ତି। ପ୍ରଥମ ରାଜାବଳୀ ଆମେ ଯେତେବେଳେ ସ୍ମରଣ କରିବା, ପଠନ କରିବା, ସଲୋମନ ରାଜା ନିର୍ମାଣ କରିଥିବା ସେହି ମନ୍ଦିରକୁ ଆମେ ଯେତେବେଳେ ପଠନ କରିବା, ସେହି ମନ୍ଦିର ଆମେ ଅଟୁ। ସେହି ମନ୍ଦିରରେ କି ଆଉ ସଦାପ୍ରଭୁ ପରମେଶ୍ୱର ବାସ କରିବା ବୋଲି ପ୍ରଶ୍ନ କରିଥିବା
ସଲୋମନ ଆଜି ତାର ଉତ୍ତର ଆମେ କହିବା, ହଁ ସେ ଆମ ସହିତ ବାସ କରିବା ଇମ୍ମାନୁଏଲ ପରମେଶ୍ୱର। କାରଣ ସେ ଆମମାନଙ୍କୁ ମନ୍ଦିର ସ୍ୱରୂପ ନିଯୁକ୍ତ କରିହେଉଛନ୍ତି। ଆମେମାନେ ଈଶ୍ୱରଙ୍କ ମନ୍ଦିର। ପ୍ରଭୁ ଯୀଶୁ ଏ ପ୍ରକାର ପ୍ରକାଶିତ ହେଉଛନ୍ତି ଯେ ମଣିଷମାନଙ୍କ ମଧ୍ୟରେ ବାସ କରିବା ଇମ୍ମାନୁଏଲ ପରମେଶ୍ୱର। ସେ ଆମମାନଙ୍କ ସହିତ ଈଶ୍ୱର, ସେ ଆମମାନଙ୍କ ସହିତ ଈଶ୍ୱର। ଆସନ୍ତୁ ଆମେ ଦ୍ୱିତୀୟ ରାଜାବଳୀ ପୁସ୍ତକରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଉପସ୍ଥିତି ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ କେଉଁ ପ୍ରକାର ପ୍ରକାଶିତ ହେଉଛନ୍ତି ତାହା ଆମେ ଧ୍ୟାନ କରିବା। ଏହି ପ୍ରକାର ଆମେ ଦ୍ୱିତୀୟ ରାଜାବଳୀ ପୁସ୍ତକରେ 24 ଜଣ ରାଜାମାନଙ୍କ ବିଷୟରେ ଦେଖୁଅଛୁ। ପ୍ରଥମ ରାଜାବଳୀରେ ସଲୋମନ ରାଜାଙ୍କ ମିଶି 13 ଜଣଙ୍କର ବିଷୟରେ ଆମେ ଦେଖୁଅଛୁ। ଏତେ ଅନେକ ରାଜାମାନଙ୍କ ନାମ ଆମେ ଦେଖୁଅଛୁ, କିନ୍ତୁ ଅଳ୍ପ କେତେ ରାଜାମାନଙ୍କୁ ଆମେ ଦେଖିପାରୁଛୁ ଯେ ସେମାନେ ସଦାପ୍ରଭୁଙ୍କର ନିୟମ ପାଳନ କଲେ। ଅଳ୍ପ କେତେ ଉତ୍ତମ ରାଜାମାନଙ୍କୁ ଆମେ ଦେଖିପାରୁଛୁ। ଏହା ଦ୍ୱାରା ଆମେ ଜାଣିପାରୁଛୁ ଯୀଶୁ ଜଣେ ରାଜା। ଯୀଶୁ ଜଣେ ରାଜା, କାରଣ ଏ ଜଗତର ରାଜାମାନଙ୍କଠାରେ ଅନେକ ଦୁର୍ବଳତା ଥିଲା, କିନ୍ତୁ ଯୀଶୁ ଜଣେ ଧର୍ମମୟ ରାଜା ଅଟନ୍ତି। ସେ ଧର୍ମମୟ ରାଜା ଆମେ ଦେଖିବା ରାଜାବଳୀର ଦ୍ୱିତୀୟ ପୁସ୍ତକର 2 ପର୍ବ 11 ପଦ ଆମେ ଏଲିଓ ପରିଷଦ ବକ୍ତାଙ୍କ ବିଷୟରେ ଆମେ ଦେଖୁଅଛୁ। ଏଲିଓ ପରିଷଦ ବକ୍ତା ସେ ମୃତ୍ୟୁବରଣ ନ କରି ସେ ସ୍ୱର୍ଗ ଆରୋହଣ କଲେ ବୋଲି ଆମେ ଦେଖୁଅଛୁ। ଯେ ଏଲିଓ ଘୂର୍ଣ୍ଣି ବାୟୁରେ ସ୍ୱର୍ଗ ଆରୋହଣ କଲେ, ଯେ ମୃତ୍ୟୁକୁ ଜୟ କରିବା ଜଣେ ରାଜା, ମୃତ୍ୟୁକୁ ଜୟ କରିବା ଜଣେ ରାଜାଙ୍କୁ ଆମେ ଏଲିଓ ପରିଷଦ ବକ୍ତାଙ୍କ ଦ୍ୱାରା ଆମେ ଦେଖୁଅଛୁ। ଏଲିଓ ସେ ମୃତ୍ୟୁବରଣ କରିନଥିଲେ, ପ୍ରଭୁ ଯୀଶୁ ସେ ମୃତ୍ୟୁକୁ ଜୟ କଲେ। ତାହା ଆମେ ଲୁକ ଲିଖିତ ସୁସମାଚାର 24 ପର୍ବ 51 ପଦରେ ଆମେ ଦେଖୁଅଛୁ। ସେ ମୃତ୍ୟୁକୁ ଜୟ କରିଥିବା ରାଜା, ମୃତ୍ୟୁକୁ ଜୟ କରିଥିବା ରାଜା। ପ୍ରଥମେ ସେ ଧର୍ମମୟ ରାଜା, ଦ୍ୱିତୀୟରେ ସେ ମୃତ୍ୟୁକୁ ଜୟ କରୁଥିବା ରାଜା ସ୍ୱରୂପେ ସେ ପ୍ରକାଶିତ ହୁଅନ୍ତି। 4 ପର୍ବ 42 ପଦଠାରୁ 44 ପଦ ଯଦି ଆମେ ଲକ୍ଷ୍ୟ କରିବା, ଇଲିଶା ପରିଷଦ ବକ୍ତାଙ୍କୁ ଆମେ ଦେଖୁଅଛୁ ଯେ ତାଙ୍କ ନିକଟରେ କେବଳ 20 ରୋଟି ଥିଲା, ତାହା 100 ଲୋକମାନଙ୍କୁ ଖାଇବା ନିମନ୍ତେ ଆଶୀର୍ବାଦ କରି ସେ ଦେଲେ। 20 ରୋଟିକୁ 100 ଲୋକମାନଙ୍କ ନିକଟରେ ସେ ବାଣ୍ଟିଲେ। ଏହି ଆଶ୍ଚର୍ଯ୍ୟ କର୍ମ ଇଲିଶା ପରିଷଦ ବକ୍ତାଙ୍କ ଦ୍ୱାରା ସଦାପ୍ରଭୁ ପରମେଶ୍ୱର କରୁଅଛନ୍ତି। ଏହା ଦ୍ୱାରା ପ୍ରଭୁ ଯୀଶୁ ପ୍ରକାଶିତ ହୁଅନ୍ତି ଯେ ସେ ଆଶ୍ଚର୍ଯ୍ୟ କର୍ମ କରିବା ପରମେଶ୍ୱର, ସେ ଆଶ୍ଚର୍ଯ୍ୟ କର୍ମକାରୀ ରାଜା, ସେ ଆଶୀର୍ବାଦ କରିବା ପରମେଶ୍ୱର। ଏହି ପ୍ରକାର ଆଶ୍ଚର୍ଯ୍ୟ କର୍ମ ପ୍ରଭୁ ଯୀଶୁ କରିଅଛନ୍ତି ଆମେ ଜାଣିଛୁ। ମାର୍କ ଲିଖିତ ସୁସମାଚାର 6 ପର୍ବ 44 ପଦରେ ଆମେ ଦେଖୁଅଛୁ। ମାର୍କ ଲିଖିତ ସୁସମାଚାର 6 ପର୍ବ 44 ପଦରେ 5ଟି ରୋଟି 2ଟି ମାଛ ନେଇ 5,000 ଉର୍ଦ୍ଧ୍ୱ ପୁରୁଷ ସେମାନେ ଥିଲେ, ଅନେକ ଲୋକମାନେ ଥିଲେ, ଆଉ ସେମାନଙ୍କୁ ପ୍ରଭୁ ଯୀଶୁ ଭୋଜନ କରାଇଲେ, ସେମାନଙ୍କୁ ଖାଇବା ପାଇଁ ଦେଲେ ବୋଲି ଆମେ ଦେଖୁଅଛୁ।
ଦ୍ୱିତୀୟ ରାଜାବଳୀ ପୁସ୍ତକରେ ପ୍ରଭୁ ଜଣେ ଧର୍ମମୟ ରାଜା ସ୍ୱରୂପେ ସେ ପ୍ରକାଶିତ ହୁଅନ୍ତି। ସେ ମୃତ୍ୟୁକୁ ଜୟ କରିବା ରାଜା ସ୍ୱରୂପେ ସେ ପ୍ରକାଶିତ ହୁଅନ୍ତି। ସେ ଆଶ୍ଚର୍ଯ୍ୟ କର୍ମ କରିବା ରାଜା ସ୍ୱରୂପେ ସେ ପ୍ରକାଶିତ ହୁଅନ୍ତି। ଏହି ପ୍ରକାର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଉପସ୍ଥିତିକୁ ଦ୍ୱିତୀୟ ରାଜାବଳୀରେ ଆମେ ଦେଖିପାରୁଛୁ। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଥମ ବଂଶାବଳୀ ପୁସ୍ତକ ଆମେ ଦେଖିବା। ବଂଶାବଳୀର ପ୍ରଥମ ପୁସ୍ତକ ଆମେ ଦେଖୁଅଛୁ ପ୍ରଭୁ ଯୀଶୁ ଯେ ଅନନ୍ତକାଳୀନ ରାଜା ଅନନ୍ତକାଳୀନ ରାଜା। ଆସନ୍ତୁ ଆମେ ବଂଶାବଳୀର ଦ୍ୱିତୀୟ ପୁସ୍ତକ ଆମେ ଧ୍ୟାନ କରିବା। ଦ୍ୱିତୀୟ ବଂଶାବଳୀରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଉପସ୍ଥିତି ଏହି ପ୍ରକାର ଆମେ ଦେଖିପାରୁଛୁ ଯେ ସଲୋମନ ଠାରୁ ମହାନ ବ୍ୟକ୍ତି ଜ୍ଞାନରେ ଏବଂ ମନ୍ଦିର ନିର୍ମାଣ କରିବାରେ ମଧ୍ୟ ଜେରୁସାଲେମରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସଲୋମନ ରାଜା ସେ ମନ୍ଦିର ନିର୍ମାଣ କରିଥିଲେ। ପ୍ରଭୁ ଯୀଶୁ କେଉଁ ପ୍ରକାର ମନ୍ଦିର ନିର୍ମାଣ କଲେ ଆସନ୍ତା ଆମେ ଦେଖିବା। ଏଫେସୀୟ 2 ପର୍ବ ଖୋଲିବା। ଏଫେସୀୟ 2 ପର୍ବ 20 ପଦରୁ ଆମେ ପଠନ କରିବା। ଏଫେସୀୟ 2 ପର୍ବ 20 ପଦ। ତୁମମାନେ ପ୍ରେରିତ ଭାବବାଦୀମାନଙ୍କର ଭିତ୍ତିମୂଳ ଉପରେ ନିର୍ମିତ ହୋଇଅଛ। ଖ୍ରୀଷ୍ଟ ଯୀଶୁ ସ୍ୱୟଂ ସେଥିର ଖଣର ପ୍ରଧାନ ପ୍ରସ୍ତର। ତାଙ୍କଠାରେ ପ୍ରତ୍ୟେକ ଗୃହ ଏକତ୍ର ସଂଲଗ୍ନ ହୋଇ ପ୍ରଭୁଙ୍କଠାରେ ଗୋଟିଏ ପବିତ୍ର ମନ୍ଦିର ସ୍ୱରୂପେ ବୃଦ୍ଧି ପାଉଅଛି। ତାଙ୍କଠାରେ ତୁମମାନେ ମଧ୍ୟ ଈଶ୍ୱରଙ୍କ ଆତ୍ମିକ ନିବାସ ନିମନ୍ତେ ଏକତ୍ର ନିର୍ମିତ ହେଉଛ। ପ୍ରଭୁଙ୍କଠାରେ ଗୋଟିଏ ପବିତ୍ର ମନ୍ଦିର ସ୍ୱରୂପେ ବୃଦ୍ଧି ପାଉଛ। ସଲୋମନ ଠାରୁ ପ୍ରଭୁ ମହାନ ଅଟନ୍ତି। ସେ ଜ୍ଞାନରେ ମହାନ ଏବଂ ମନ୍ଦିର ନିର୍ମାଣ କରିବାରେ ମଧ୍ୟ ପ୍ରଭୁ ମହାନ ଅଟନ୍ତି। ସଲୋମନ ଠାରୁ ମହାନ ଜ୍ଞାନୀ ଏବଂ ମନ୍ଦିର ନିର୍ମାଣକାରୀ ପ୍ରଭୁ ଯୀଶୁ ଜ୍ଞାନରେ ବୁଦ୍ଧିରେ ସେ ପରିପୂର୍ଣ୍ଣ। ସେ ପବିତ୍ର ମନ୍ଦିର ନିର୍ମାଣ କରୁଅଛନ୍ତି। ତାହାଙ୍କଠାରେ ପ୍ରତ୍ୟେକ ଗୃହ ଏକତ୍ର ସଂଲଗ୍ନ ହୋଇ ପ୍ରଭୁଙ୍କଠାରେ ଗୋଟିଏ ପବିତ୍ର ମନ୍ଦିର ସ୍ୱରୂପେ ବୃଦ୍ଧି ପାଉଅଛି। ପ୍ରଭୁ ଯୀଶୁ ପବିତ୍ର ମନ୍ଦିର ନିର୍ମାଣ କରୁଅଛନ୍ତି। ସେଥିର ସେ ପ୍ରଧାନ ପ୍ରସ୍ତର ଅଟନ୍ତି। ଦ୍ୱିତୀୟ ବଂଶାବଳୀରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବିଷୟରେ ଦେଖୁଅଛୁ। ସଲୋମନ ଠାରୁ ମହାନ ଜ୍ଞାନୀ ଏବଂ ସଲୋମନ ଠାରୁ ମହାନ ମନ୍ଦିର ନିର୍ମାଣକାରୀ। ଆସନ୍ତୁ ବର୍ତ୍ତମାନ ଆମେ ଏଜ୍ରା ପୁସ୍ତକ ଆମେ ଧ୍ୟାନ କରିବା। ଏଜ୍ରାଙ୍କ ପୁସ୍ତକକୁ ଆମେ ଏହି ପ୍ରକାର ବିଭକ୍ତ କରି ଆମେ ଧ୍ୟାନ କରିପାରିବା। ପ୍ରଥମ ଏବଂ ଦ୍ୱିତୀୟ ପର୍ବରେ କରୋସ ରାଜାଙ୍କର ଘୋଷଣା ଓ ବନ୍ଦିତ୍ୱ ଲୋକମାନେ ଜେରୁସାଲେମକୁ ଫେରି ଆସିବା ବିଷୟରେ ଆମେ ଦେଖୁଅଛୁ। ତୃତୀୟ ପର୍ବରୁ ଚତୁର୍ଥ ପର୍ବ ପର୍ଯ୍ୟନ୍ତ ଯେ ବନ୍ଦିତ୍ୱ ଅବସ୍ଥାର
ମୁକ୍ତ ହୋଇ ଜେରୁସାଲେମକୁ ଆସୁଥିବା ଲୋକମାନେ ମନ୍ଦିର ପୁନର୍ନିର୍ମାଣ କରିବା କାର୍ଯ୍ୟକୁ ଆମେ ଦେଖୁଛୁ। ତୃତୀୟ ପର୍ବରୁ ଚତୁର୍ଥ କ୍ଷମା କରିବେ ତୃତୀୟ ପର୍ବରୁ ଷଷ୍ଠ ପର୍ବ ପର୍ଯ୍ୟନ୍ତ ମନ୍ଦିରର ପୁନର୍ନିର୍ମାଣ କାର୍ଯ୍ୟକୁ ଆମେ ଦେଖୁଛୁ। ତୃତୀୟ ପର୍ବରୁ ଷଷ୍ଠ ପର୍ବ ପର୍ଯ୍ୟନ୍ତ ମନ୍ଦିରର ପୁନର୍ନିର୍ମାଣ କାର୍ଯ୍ୟ। ସପ୍ତମ ଏବଂ ଅଷ୍ଟମ ପର୍ବରେ ଯାଜକ ଏଜ୍ରା ଜେରୁସାଲେମକୁ ଆସି ପରମେଶ୍ୱରଙ୍କ ବ୍ୟବସ୍ଥା ଶିକ୍ଷା ଦେବା ବିଷୟରେ ଆମେ ଦେଖୁଅଛୁ। ନବମ ଏବଂ 10 ପର୍ବରେ ଅନ୍ୟ ଦେଶୀ ଗୋଷ୍ଠୀମାନଙ୍କ ସହିତ ବିବାହ ସମ୍ପର୍କକୁ ଦୂର କରିବା ନିମନ୍ତେ ଏଜ୍ରା କାର୍ଯ୍ୟ କରୁଛନ୍ତି। ଏ ଏଜ୍ରା ପୁସ୍ତକରେ ଆମେ এই দুইটি বিষয় ଆମେ ଦେଖିବା, ପୁନରୁଦ୍ଧାର ଏବଂ ପୁନର୍ନିର୍ମାଣ କାର୍ଯ୍ୟ। ପୁନରୁଦ୍ଧାର ଏବଂ ପୁନର୍ନିର୍ମାଣ କାର୍ଯ୍ୟ ବନ୍ଦିତ୍ୱ ଅବସ୍ଥାର ଯୁହୁଦୀ ଲୋକମାନଙ୍କୁ ଉଦ୍ଧାର, ଆଉ ସେମାନେ ଜେରୁସାଲେମକୁ ପହଞ୍ଚିବା ପରେ ଆଉ ମନ୍ଦିରର ପୁନର୍ନିର୍ମାଣ କାର୍ଯ୍ୟ। ପ୍ରଥମ ପର୍ବ ପ୍ରଥମ ଏବଂ ଦ୍ୱିତୀୟ ପଦ ଆମେ ଦେଖିବା, କୋରସ ରାଜା ସେ ଘୋଷଣା କରୁଛନ୍ତି ଆଉ ଯୁହୁଦୀମାନଙ୍କୁ ସେ ମୁକ୍ତ କଲେ, ଆଉ ସେମାନଙ୍କୁ ସେ କହିଲେ ଯେ ସଦାପ୍ରଭୁଙ୍କ ନିମନ୍ତେ ମନ୍ଦିର ନିର୍ମାଣ କରିପାରିବେ। ଜେରୁସାଲେମକୁ ଯାଇ ସଦାପ୍ରଭୁଙ୍କ ନିମନ୍ତେ ମନ୍ଦିର ନିର୍ମାଣ କରିପାରିବେ। ସଦାପ୍ରଭୁଙ୍କ ନିମନ୍ତେ ଏକ ଗୃହ ନିର୍ମାଣ କରିବା ନିମନ୍ତେ ସେ ଲୋକମାନଙ୍କୁ ମୁକ୍ତ କଲେ, ପଠାଇଦେଲେ। ପୁନରୁଦ୍ଧାର ଏବଂ ପୁନର୍ନିର୍ମାଣ। କୋରସ ରାଜାଙ୍କର ଦ୍ୱାରା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଉପସ୍ଥିତି ଆମେ ଏ ପ୍ରକାର ଜାଣିପାରିବା ଯେ ପ୍ରଭୁ ଯୀଶୁ ଜଣେ ପୁନର୍ନିର୍ମାଣକାରୀ ଏବଂ ପବିତ୍ରତା ରକ୍ଷାକାରୀ। ପ୍ରଭୁ ଯୀଶୁ ପୁନର୍ନିର୍ମାଣକାରୀ ଏବଂ ପବିତ୍ରତା ରକ୍ଷାକାରୀ। ବନ୍ଦିତ୍ୱ ଅବସ୍ଥାରେ ଥିବା ଯୁହୁଦୀମାନଙ୍କୁ ମୁକ୍ତ କରି କୋରସ ରାଜା ଜେରୁସାଲେମକୁ ଯିବା ନିମନ୍ତେ ସେମାନଙ୍କୁ ପଠାଇଲେ। ଏହାଦ୍ୱାରା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଉପସ୍ଥିତି ଆମେ ଜାଣିପାରୁଛୁ, ସେ ପୁନର୍ନିର୍ମାଣକାରୀ ପରମେଶ୍ୱର। କେଉଁ ପ୍ରକାର ସେ ପୁନର୍ନିର୍ମାଣ କରୁଛନ୍ତି ଆମେ କଳସିୟ ପୁସ୍ତକ ଉପରେ ଦେଖିବା। କଳସିୟ ପ୍ରଥମ ପର୍ବ 13 ପଦକୁ ଆମେ ଲକ୍ଷ୍ୟ କରିବା। କଳସିୟ ପ୍ରଥମ ପର୍ବ 13 ପଦ, ସେ ଆମ୍ଭମାନଙ୍କୁ ଅନ୍ଧକାରର କ୍ଷମତାର ଉଦ୍ଧାର କରି ଆପଣା ପ୍ରେମ ପାତ୍ର ପୁତ୍ରଙ୍କ ରାଜ୍ୟ ମଧ୍ୟକୁ ସ୍ଥାନାନ୍ତର କରିଅଛନ୍ତି। ତାହାଙ୍କଠାରେ ଆମେମାନେ ମୁକ୍ତି ଅର୍ଥାତ୍ ପାପ କ୍ଷମା ପାଇଅଛୁ। ଅନ୍ଧକାରର କ୍ଷମତାର ଉଦ୍ଧାର କରି ଆପଣା ପ୍ରେମ ପାତ୍ର ପୁତ୍ରଙ୍କ ରାଜ୍ୟ ମଧ୍ୟକୁ ସ୍ଥାନାନ୍ତର କରିଅଛନ୍ତି। କୋରସ ରାଜା ଯୁହୁଦୀମାନଙ୍କୁ ବାବିଲ ଦେଶରୁ ଜେରୁସାଲେମକୁ ଯିବା ନିମନ୍ତେ ସେ ଆଦେଶ ଦେଲେ। ସେମାନଙ୍କର ଜୀବନରେ ପୁନରୁଦ୍ଧାର ପୁନର୍ନିର୍ମାଣ କାର୍ଯ୍ୟ କରିବା ନିମନ୍ତେ କୋରସ ରାଜା ସେମାନଙ୍କୁ ସାହାଯ୍ୟ କଲେ। ଏହାଦ୍ୱାରା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଉପସ୍ଥିତି ଆମେ ଦେଖିପାରୁଛୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରକାଶ ଆମେ ଦେଖିପାରୁଛୁ ଯେ ସେ ପୁନର୍ନିର୍ମାଣକାରୀ ପରମେଶ୍ୱର।
ସେ ପୁନର୍ନିର୍ମାଣକାରୀ ରାଜା ଆମମାନଙ୍କୁ ଅନ୍ଧକାର କ୍ଷମତାରୁ ଉଦ୍ଧାର କରି ଆପଣାର ରାଜ୍ୟ ମଧ୍ୟକୁ ସ୍ଥାନାନ୍ତର କରିଅଛନ୍ତି। ପ୍ରଭୁ ଯୀଶୁ କୃଷ୍ଣଙ୍କଠାରେ ଆମମାନେ ମୁକ୍ତି ପାଇଅଛୁ। କୋରସ ରାଜା ଯୁହୁଦୀମାନେ ଉଦ୍ଧାର ପାଇବା ନିମନ୍ତେ ମୁକ୍ତି ପାଇବା ନିମନ୍ତେ ଘୋଷଣା କଲେ। ତାହା ଦ୍ୱାରା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଉପସ୍ଥିତି ଆମେ ଦେଖିପାରୁଛୁ। ପ୍ରଭୁ ଯୀଶୁ ଜଣେ ପୁନର୍ନିର୍ମାଣକାରୀ ରାଜା। ନେହେମିୟାଙ୍କ ଜୀବନ ଦ୍ୱାରା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏ ପ୍ରକାର ପ୍ରକାଶିତ ହୁଅନ୍ତି ଯେ ପବିତ୍ର ଆରାଧନା ରକ୍ଷାକାରୀ, ପବିତ୍ର ଆରାଧନା ରକ୍ଷାକାରୀ। ନେହେମିୟା ସେ ପ୍ରକାର ଉଦ୍ୟୋଗୀ ଥିଲେ। ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ସମସ୍ତ ସେବା ଆରାଧନା ଆଉ ସେ ମନ୍ଦିର ପ୍ରତି ସେମାନେ ଯେପରି ପବିତ୍ରତା ସହିତ ପ୍ରଭୁଙ୍କ ନିକଟବର୍ତ୍ତୀ ହେବେ, ସେଥିପାଇଁ ନେହେମିୟା ସେଦିନ ଉଦ୍ୟୋଗୀ ଥିଲେ। ତାଙ୍କର ଜୀବନ ଦ୍ୱାରା ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରକାଶ ପାଇଅଛନ୍ତି। ତାହା ନୂତନ ନିୟମରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ପରେ ସେ କରି ଦେଖାଉଛନ୍ତି। ସେ ପବିତ୍ର ଆରାଧନା ରକ୍ଷାକାରୀ ପରମେଶ୍ୱର। ଆସନ୍ତା ଆମେ ଏଷ୍ଟରର ବିବରଣ ପୁସ୍ତକ ଧ୍ୟାନ କରିବା। ଯୀଶୁ ଖ୍ରୀଷ୍ଟଙ୍କର ଉପସ୍ଥିତି ଆମେ ଦେଖୁଅଛୁ। ପ୍ରଭୁ ଯୀଶୁ ସର୍ବ ଉତ୍କୃଷ୍ଟ ନାମ ପାଇଅଛନ୍ତି। ସେ ଅତିଶୟ ଉନ୍ନତ ହୋଇଅଛନ୍ତି, କାରଣ ସେ ଆମମାନଙ୍କୁ ଉଦ୍ଧାର କରିଅଛନ୍ତି। ଫିଲିପିଓ 2:9 ଏବଂ 10 ପଦ ଆମେ ଲକ୍ଷ୍ୟ କରିବା। ଫିଲିପିଓ 2:9 ଏବଂ 10 ପଦ ଏ ପ୍ରକାର ଲେଖାଯାଇଛି। ଏହି କାରଣରୁ ଈଶ୍ୱର ତାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି, ପୁଣି ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ ତାଙ୍କୁ ପ୍ରଦାନ କରିଅଛନ୍ତି, ଯେପରି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଜାଣୁ ଯୀଶୁଙ୍କ ନାମରେ ନତ ହେବ। ଏହି କାରଣରୁ ସେ ଆମମାନଙ୍କର ଉଦ୍ଧାରକର୍ତ୍ତା ହୋଇଥିବାରୁ, ସେ ଆମମାନଙ୍କର ମୁକ୍ତିକର୍ତ୍ତା ହୋଇଥିବାରୁ ଯୀଶୁ ଖ୍ରୀଷ୍ଟଙ୍କର ନାମ ସମସ୍ତ ନାମ ଅପେକ୍ଷା ସର୍ବ ଉତ୍କୃଷ୍ଟ ନାମ। ପ୍ରଭୁ ସଦାପ୍ରଭୁ ପରମେଶ୍ୱର ତାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି, ତାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି। ଏଷ୍ଟର ମର୍ଦ୍ଦକାୟଙ୍କ ଦ୍ୱାରା ଯୁହୁଦୀମାନଙ୍କୁ ଆଶୀର୍ବାଦ, ତାହା ଦ୍ୱାରା ପ୍ରଭୁ ଯୀଶୁ ପ୍ରକାଶିତ ହୁଅନ୍ତି ଯେ ତାଙ୍କ ଦ୍ୱାରା ସମସ୍ତଙ୍କ ଉଦ୍ଧାର। ସେଥିପାଇଁ ସଦାପ୍ରଭୁ ପରମେଶ୍ୱର ତାଙ୍କର ନାମକୁ ଅତିଶୟ ଉନ୍ନତ କରିଅଛନ୍ତି ଆଉ ସର୍ବ ଉତ୍କୃଷ୍ଟ ନାମ ଦେଇଅଛନ୍ତି। ସେହିଦିନ ଇଷ୍ଟରଙ୍କୁ ଆଉ ମର୍ଦ୍ଦକାୟଙ୍କୁ ସମସ୍ତ ଯୁହୁଦୀ ଲୋକମାନେ ସେମାନେ ପ୍ରଶଂସା କରୁଥିଲେ, କାରଣ ସେମାନଙ୍କ ଦ୍ୱାରା ସମସ୍ତ ଯୁହୁଦୀମାନଙ୍କୁ ଉଦ୍ଧାର ମିଳିଥିଲା। ପ୍ରଭୁ ଯୀଶୁ ଆମମାନଙ୍କର ଉଦ୍ଧାରକର୍ତ୍ତା ପରମେଶ୍ୱର, ତାଙ୍କର ନାମ ସର୍ବ ଉତ୍କୃଷ୍ଟ ନାମ, ସେ ଅତିଶୟ ଉନ୍ନତ ହୋଇଅଛନ୍ତି। ଆସନ୍ତୁ ଆମେ ଜିହୋଶିୟ ପୁସ୍ତକ ଠାରୁ ଏଷ୍ଟର ବିବରଣ ପୁସ୍ତକ ପର୍ଯ୍ୟନ୍ତ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଉପସ୍ଥିତି ଏବଂ ସେ କେଉଁ ପ୍ରକାର ପ୍ରକାଶିତ ହୋଇଅଛନ୍ତି ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଯାହା କୁହାଯାଇଥିଲା, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ବିଷୟରେ, ତାଙ୍କର ଜୀବନ ବିଷୟରେ
जहाँ कहुला ताहा सब नूतन नियम देखुचु सफल से धर्ममय राजा पुनरुद्धार कार्य परमेश्वर पवित्रता रक्षा करने परमेश्वर सर्व उत्कृष्ट नाम पाई सदाप्रभु द्वारा अतिशय उन्नत होता प्रभु से आमर अंतकरण में बास करवा परमेश्वर से दाऊदर संतान से अभिषिक्त राजा से आम मुक्तिकर्ता ख्याति अटंती से शक्तिशाली उदारकर्ता से सदाप्रभुंर सैन्यर सेनापति आम पुरातन नियम प्रभु जीशु कृष्ण जन्म विषय जीवन विषय जो भविष्यवाणी गुड़ाक कहुला विशेषकर अनेक प्रभुंर दास मान जीवन द्वारा प्रभु जीशु कृष्ण उपस्थिति पूर्व प्रकाशित हो प्रभु जीशु क्यों कार्य सफल करने निमंते जगत को आसवे ता संपूर्ण ता अनंत काल स्थायी यह समय समय पुरातन नियम अनेक प्रभुंर दास मान जीवन द्वारा सदाप्रभु परमेश्वर प्रकाश करसतु ये समस्त वाक्य मिलित भाव ध्यान करा प्रभु आम आशीर्वाद करता अधिक अधिक प्रभुंर वाक्य आम जानी विशेषकर प्रभु जीशु कृष्ण जन्मदिन उपलक्षे आम मैंने जो ज्ञान करुचु हम समस्त को निमंते आशीर्वाद जनक हो पुनर्बार आपण समस्त को बड़ दिन शुभेच्छा जनाऊँ प्रभु आपण मान आशीर्वाद करूँ प्रभु अपना दास मान जीवन में जो प्रकार सभापति थे से निकट जो प्रकार प्रकाशित हेले ठीक से प्रकार इमानुएल परमेश्वर आम समस्त सहित से अच्छा आम अंतकरण से बास करूँ अपनार अनंत कालीन राज्य को से प्रतिज्ञा कर आसतु से भरोसा अन्वेषण कर एक पवित्र जीवन जापन आखिबा निमंते हस्ते निजको समर्पण करवा प्रार्थना करवा दयालु पिता परमेश्वर मैं तुम नाम गौरव प्रशंसा करुचु प्रभु आदि जहाँ तुम योजना थिला ता संपूर्ण रूपे सफल कर परमेश्वर जगतर पतन पूर्व आम मनोनीत कर प्रभु जीशु कृष्ण को द्वारा समस्त स्वर्गीय आशीर्वाद आशीर्वाद कर परमेश्वर आम तुमको धन्यवाद हो प्रभु ये समय आम मैंने तुम्हारी बात समर्पित हो विशेषकर पिता तुम्हें आम निकट देता तुम जीवन तो वाक्य निम्ते आम तुमको धन्यवाद हो से वाक्य द्वारा तुम्हें आम निकट प्रकाशित कर प्रभु तुम्हें आम अंतकरण बास करवा परमेश्वर तुम्हें एक पवित्र मंदिर निर्माण कर प्रधान प्रस्तर तुम्हें अच्छ पिता तुम सहित समस्त लगी रही साहय तुमरी जन्मदिन को प्रभु पालन करने निमंते और स्मरण करने निमंते तुमको धन्यवाद देवा निमंते प्रस्तुत होगा यही समय तुम द्वितीय आगमन अपेक्षा एक प्रस्तुत एवं पवित्र जीवन कटिवा निमंते समस्त साहय कर प्रार्थना सुनिल उत्तर देव विश्वास को धन्यवाद जीशु को नाम में मांगुछु पिता आमेन।